ମଞ୍ଚସ୍ଥ ସାଧୁ ସନ୍ତଗଣ ଆପଣମାନଙ୍କୁ ମୁଁ ପୂର୍ବରୁ କହିଥିଲି ଆପଣଙ୍କର ଏଇ ଭଗବତୀ ମଣ୍ଡଳର ମା ଭଗବତୀ ହିଁ ସନାତନ ଧର୍ମ ସମ୍ପର୍କରେ ପ୍ରଥମରୁ ଆଭାସ ଦେବେ। ତେଣୁ ସେ ପଦକୁ ମୁଁ ଆଉ ଥରେ ଆପଣମାନଙ୍କୁ ମନେ ପକାଇ ଦେଉଛି। ବ୍ରହ୍ମେଶ୍ୱର ବାଣ ଲିଙ୍ଗରେ ଯହିଁ ବାଣପୁର ଘଣ୍ଟ ଶିଳାକୁ ଚାହିଁ ତହିଁ ଭଗବତୀ ହେବେ ଉତ୍ପତ୍ତି କୂଳର ହେବେ ସମ୍ପତ୍ତି ଯବନ କୂଳ ସେହୁ ବିନାଶିବେ ସାତ ଯବନ ଉତ୍କଳେ ରଖିବେ ଭାରତେ ଆଉ ଧର୍ମ ନ ରହିବ ଯବନ ଧର୍ମ ଧ୍ୱଂସ ହୋଇଯିବ ଏକା ସନାତନ ଥିବ ଆବର ଆଉ ସକଳ ଧର୍ମ ହେ ବଜୁର। ମା ଭଗବତୀ ଆପଣମାନଙ୍କର ସନାତନ ଧର୍ମକୁ ରକ୍ଷା କରିବେ ଆଉ ସମସ୍ତ ଧର୍ମକୁ ସେ ନଷ୍ଟ କରିଦେବେ। ଏଇଥିପାଇଁ ଆପଣମାନଙ୍କର ଅଭିରାମ ପରମହଂସ ଲେଖିଲେ ମୁସଲମାନ ଖ୍ରୀଷ୍ଟିଆନ ହିନ୍ଦୁ ଧର୍ମାଦି ଯେତେ ଧର୍ମ ନୁହେଁ ସେ ସମ୍ପ୍ରଦାୟ ସିନା ବୋଲନ୍ତି ଏତେ। ମୁସଲମାନ ଖ୍ରୀଷ୍ଟିଆନ ହିନ୍ଦୁ ଧର୍ମାଦି ଯେତେ ଧର୍ମ ନୁହେଁ ସମ୍ପ୍ରଦାୟ ସିନା ବୋଲନ୍ତି ତେତେ। ହିନ୍ଦୁ ଗୋଟିଏ ଧର୍ମ ନୁହେଁ ଆଜ୍ଞା। ଆପଣ ପଚାରିଲେ କେଉଁ ଧର୍ମାବଲମ୍ବୀ ନା ହିନ୍ଦୁ ଧର୍ମାବଲମ୍ବୀ ଭୁଲ। ତାକୁ ପଚାରିବେ କେଉଁ ଧର୍ମାବଲମ୍ବୀ ନା ଖ୍ରୀଷ୍ଟ ଧର୍ମାବଲମ୍ବୀ ତାହା ବି ଭୁଲ। ମୁସଲମାନ ଖ୍ରୀଷ୍ଟିଆନ ହିନ୍ଦୁ ଧର୍ମାଦି ଯେତେ ଧର୍ମ ନୁହେଁ ସମ୍ପ୍ରଦାୟ ସିନା ବୋଲନ୍ତି ତେତେ। ଇଏ ଗୋଟିଏ ସମ୍ପ୍ରଦାୟ। ହିନ୍ଦୁ ଗୋଟିଏ ସମ୍ପ୍ରଦାୟ, ମୁସଲମାନ ଗୋଟିଏ ସମ୍ପ୍ରଦାୟ, ଖ୍ରୀଷ୍ଟିଆନ ଗୋଟିଏ ସମ୍ପ୍ରଦାୟ। ଯେତେବେଳେ ବୁଝିଯିବେ ବିଶ୍ୱବାସୀ ଜନ ଏ ସକଳ ଜୀବନ କର୍ତ୍ତା ଏକ ଭଗବାନ। ସମଗ୍ର ବିଶ୍ୱ ଏ ପୃଥିବୀ ଆମେରିକା ରୁଷିଆ ଇଂଲଣ୍ଡ ଚୀନ ପ୍ରଭୃତି ସମସ୍ତେ ଯେତେବେଳେ ବୁଝିଯିବେ ସମସ୍ତଙ୍କର ଜୀବନକର୍ତ୍ତା ହେଉଛି ଜଣେ, ସେ ହେଉଛନ୍ତି ଭଗବାନ। ତେତେବେଳେ ଧର୍ମମାନ ମୀମାଂସା ହୋଇବ ବିପ୍ଳବ ପ୍ଳବଗ ବିଶ୍ୱେ ରଡ଼ି ନ ଛାଡ଼ିବ। ବିଶ୍ୱବାସୀ ଯେତେବେଳେ ସମସ୍ତେ ଜାଣିବେ ଧର୍ମ ଏକମାତ୍ର କହି ସନାତନ, ଆଉ ଏ ଖ୍ରୀଷ୍ଟିଆନ ହିନ୍ଦୁ ଜୈନ ବୌଦ୍ଧ ଖ୍ରୀଷ୍ଟ ଶିଖ ଏଗୁଡ଼ାକ ଧର୍ମ ନୁହେଁ ସମ୍ପ୍ରଦାୟ। କାହିଁକି? ଆପଣମାନଙ୍କ ସେଇ ଅଭିରାମ ପରମହଂସ ଲେଖିଛନ୍ତି ସନାତନ ଧର୍ମାର୍ଥ ଗୀତାରେ ସମ୍ପ୍ରଦାୟ ଗୋଳ ମଧୁ ମହାଯୁଦ୍ଧ ହେବ ନାମକୁ ମାତର ଯୁଦ୍ଧ ପ୍ରସଙ୍ଗ ହୋଇବ। ଏ ସମ୍ପ୍ରଦାୟ ମଧ୍ୟରେ ଆଜ୍ଞା ଗୋଳ ହେବ। ଖ୍ରୀଷ୍ଟିଆନ ଗୋଟିଏ ସମ୍ପ୍ରଦାୟ, ହିନ୍ଦୁ ଗୋଟିଏ ସମ୍ପ୍ରଦାୟ, ମୁସଲମାନ ଗୋଟିଏ ସମ୍ପ୍ରଦାୟ। ତେଣୁ ସମ୍ପ୍ରଦାୟ ଗୋଳ ମଧ୍ୟ ମହାଯୁଦ୍ଧ ହେବ। ଦେଶ ଦେଶ ମଧ୍ୟରେ ମହାଯୁଦ୍ଧ ପ୍ରଚରିବ ନାମକୁ ମାତର ଯୁଦ୍ଧ ପ୍ରସଙ୍ଗ ହୋଇବ। ଦେଶ ଦେଶ ମଧ୍ୟରେ ଆଜ୍ଞା ସବୁ ଯୁଦ୍ଧ ଲାଗିବ। ଆପଣ ଦେଖୁଥିବେ ଏବେ ଆମେରିକା, ଇରାନ, ଆପଣ ଇସ୍ରାଏଲ, ଗାଜା, ରୁଷିଆ କେମିତି ଯୁଦ୍ଧ ଚାଲିଛି ଆପଣ ଜାଣୁଥିବେ। ସେ କେମିତି ଏତେ ଆଗରୁ 600 ବର୍ଷ ପୂର୍ବରୁ ସେମାନେ ସବୁ ଲେଖିଛନ୍ତି। ଅଭିରାମ ପରମହଂସ ମଧ୍ୟ 1958 ମସିହାରେ ଲେଖିଛନ୍ତି ଦେଶ ଦେଶ ମଧ୍ୟରେ ମହା ଯୁଦ୍ଧ ପ୍ରବେଶିବ ନାମକୁ ମାତ୍ର ଯୁଦ୍ଧ ପ୍ରସଙ୍ଗ ହୋଇବ। ଯେତେବେଳେ ବୁଝିଯିବେ ବିଶ୍ୱବାସୀ ଜନ ସକଳ ଜୀବନ କର୍ତ୍ତା ଏକ ଭଗବାନ ତେତେବେଳେ ଧର୍ମମାନ ମୀମାଂସା ହୋଇବ ବିପ୍ଳବ ପ୍ଳବଗ ବିଶ୍ୱେ ରଡ଼ି ନ ଛାଡ଼ିବ। ଧର୍ମ ଆଜ୍ଞା ମୀମାଂସା ହେଇଯିବ। ଆପଣଙ୍କର ଯେଉଁ ତୃତୀୟ ବିଶ୍ୱଯୁଦ୍ଧ ଆପଣଙ୍କର 2026 ମସିହାରେ ହେବାର ଅଛି। ଏହି ବିଶ୍ୱଯୁଦ୍ଧକୁ ମଧ୍ୟ ଆପଣମାନେ କେହି ଅବିଶ୍ୱାସ କରିପାରନ୍ତି। ଅଚ୍ୟୁତାନନ୍ଦ ଲେଖିଛନ୍ତି, ଆପଣଙ୍କର ପଞ୍ଚସଖା ସମସ୍ତେ ବି ଲେଖିଛନ୍ତି, ଅନ୍ଧକବି ଭୀମ ଭୋଇ ମଧ୍ୟ ଏହାକୁ ପ୍ରମାଣ କରିଛନ୍ତି। କିନ୍ତୁ ୟା ଆଜ୍ଞା ହେବ ନାହିଁ। ସୃଷ୍ଟିର କରତା ପ୍ରଭୁ
ଜଗତପତି ଜାଣ ଏ ଭାରତେ ବୈକୁଣ୍ଠପୁର କରିବେ ସ୍ଥାପନ। ସୃଷ୍ଟିର କରତା ପ୍ରଭୁ ଜଗତପତି ଜାଣ ଭାରତେ ବୈକୁଣ୍ଠପୁର କରିବେ ସ୍ଥାପନ। ଭାରତକୁ ଆଜ୍ଞା ବୈକୁଣ୍ଠପୁର ସହିତ ସମାନ କରିଦେବେ। ଏବେ ଦେଖୁଥିବା ଆପଣ ଅଯୋଧ୍ୟାର ରୂପରେଖ କେମିତି ହେଇଛି, ଆପଣଙ୍କର ଶ୍ରୀକ୍ଷେତ୍ରର ରୂପରେଖ କେମିତି ହେଇଛି, ଭୁବନେଶ୍ୱର ରୂପରେଖ କେମିତି ବର୍ତ୍ତମାନ ହେବାକୁ ଯାଉଛି, ଏଇଥିରୁ ଅନୁମାନ କରିବେ ସେ ପଦ କେତେ ଆଗରୁ ଲେଖିଛନ୍ତି। ସୃଷ୍ଟିର କରତା ପ୍ରଭୁ ଜଗତପତି ଜାଣ ଭାରତେ ବୈକୁଣ୍ଠପୁର କରିବେ ସ୍ଥାପନ। ତେଣୁ ଆପଣ ମନେ ରଖନ୍ତୁ, ବର୍ତ୍ତମାନ ଗୋଟେ ଭୟାବହ ସମୟ ଆସିକିରି ଆପଣମାନଙ୍କର ଉପସ୍ଥିତ ହୋଇଯାଇଛି। କାହିଁକି ଏ ସମୟ ଉପସ୍ଥିତ ହେଇଛି ନା ବରଫ ଗଡ଼ ରହିଛି ଉତ୍ତର ମେରୁରେ, ଏ ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ। ଆପଣଙ୍କର ଯେଉଁ ଦକ୍ଷିଣ ମେରୁ ଉତ୍ତର ମେରୁରେ ଗୋଟେ ବରଫ ଗଡ଼ ଅଛି, ସେ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ ତରଳିଯିବ ଆଜ୍ଞା। ଏ ବହିବ ପାଣିର ସୁଅ ସମୁଦ୍ରକୁ ଜାଣ, ଏ ଆଟ୍ଲାଣ୍ଟିକ ବଢ଼ିଯିବ କାହିଁ କେତେ ଗୁଣ। ଏ ପାଣିର ସୁଅ ଆଜ୍ଞା କେଉଁଠି ସମୁଦ୍ରକୁ ବହିବ, ସେଟା କେଉଁ ସମୁଦ୍ରକୁ ବହିବ? ସେ ବରଫ ଗଡ଼ଟା କେଉଁ ସମୁଦ୍ର ପାଖରେ ଅଛି ନା ଆଟ୍ଲାଣ୍ଟିକ ମହାସାଗର ପାଖରେ ଅଛି। ଏବେ ଯଦି ପିଲାଙ୍କୁ ପଚାରିବା ପିଲେ ପୃଥିବୀରେ କେତୋଟି ମହାସାଗର, ଆଜିକାଲିର ପିଲା ମଧ୍ୟ କହିପାରିବେ ନାହିଁ। ଆପଣ ଉତ୍ତର ମହାସାଗର, ଦକ୍ଷିଣ ମହାସାଗର, ଭାରତ ମହାସାଗର, ଏ ଯେମିତି ଆପଣଙ୍କର ଏଇନା ଯେଉଁ କହିଲେ ଆପଣଙ୍କୁ ଆଟ୍ଲାଣ୍ଟିକ ମହାସାଗର, ଏଇଗୁଡ଼ାକ ସବୁ ସେ ଯୁଗରେ କେମିତି ଏତେ ଆଗରୁ ଅଚ୍ୟୁତାନନ୍ଦ ଲେଖିପାରିଲେ ଆଟ୍ଲାଣ୍ଟିକ ବଢ଼ିଯିବ କାହିଁ କେତେ ଗୁଣ, ବହିବ ପାଣିର ସୁଅ ସମୁଦ୍ରକୁ ଜାଣ। ଭାରତକୁ ଛାଡ଼ି ଦେଲେ ସବୁ ଦେଶ ଯିବ, ଏ ମହାସାଗର ଜଳରେ ଡୁବ ମାରୁଥିବ। କାହିଁକି ନା ଭାରତ ଯେ ଭଗବାନଙ୍କର ଜନ୍ମସ୍ଥାନ, ଅନିଷ୍ଟ ଘଟିଲେ ନିଶ୍ଚୟ ନୂଆ ହେବ ଜନ୍ମ। ତେଣୁ ଭାରତରେ ଆଜ୍ଞା ଏ ଯେତେ ପ୍ରକାର ତୃତୀୟ ବିଶ୍ୱଯୁଦ୍ଧ ହେଉ, ତତ୍ତ୍ୱ ବିଶ୍ୱଯୁଦ୍ଧ ହେଉ, ଯେତେ ବିପଦ ହେଲେ ମଧ୍ୟ ଭଗବାନଙ୍କର ଜନ୍ମସ୍ଥାନ ଏ ଭାରତବର୍ଷ। ଆପଣମାନଙ୍କର ପଞ୍ଚସଖା, ଦ୍ୱାଦଶ ଗୋପାଳ ସମସ୍ତେ ମଧ୍ୟ ଆପଣମାନଙ୍କ ମଧ୍ୟରେ ଅଛନ୍ତି। ସମସ୍ତେ ଯଦି ପ୍ରାର୍ଥନା କରିବେ, ଭଗବାନ ନିଶ୍ଚିତ ଆପଣମାନଙ୍କର ଭାରତବର୍ଷକୁ, ଏ ଓଡ଼ିଶାକୁ ମଧ୍ୟ ରକ୍ଷା କରିଦେବେ। ଆପଣମାନଙ୍କର ଯଦି ଭୀମ ଭୋଇ ଲେଖିଲେ, ମୁଁ ପୂର୍ବରୁ ଆପଣଙ୍କୁ କହିଥିଲି ହୀରାକୁଦ ଯେତେବେଳେ ଭାଙ୍ଗିଯିବ, ଅଚ୍ୟୁତାନନ୍ଦ ଲେଖିଛନ୍ତି ଛଖଣ୍ଡ କଳି କରିବ ସଂହାର, ଛକାରେ ଉତ୍କଳ ପୂର୍ବସାର। ଉତ୍କଳର ପୂର୍ବ ଦିଗରୁ 6ଟା ଜିଲ୍ଲା ନଷ୍ଟ ହୋଇଯିବ। କିନ୍ତୁ ଯଦି ଈଶ୍ୱର ଚାହିଁବେ ଆଜ୍ଞା ଆପଣଙ୍କର ଏ 6ଟା ଜିଲ୍ଲା କିଛି ହେଇପାରିବ ନାହିଁ। କିନ୍ତୁ ମନେ ରଖିଥାନ୍ତୁ ଆପଣ, ବହିବ ବିଷାକ୍ତ ବାତ ନାଶ ହେବେ ନର, ଜାଣି ଘୋଡ଼ାଇ ରଖିବି ଭକତଙ୍କୁ ମୋର। ବହିବ ବିଷାକ୍ତ ବାତ ଆଜ୍ଞା, ନିଆଁ ପବନ ବହିବ, ବହୁତ ଲୋକ ନଷ୍ଟ ହୋଇଯିବେ ସେ ନିଶ୍ୱାସରେ ନେଇକି ସେ ପବନକୁ। ଏ 49 ଖଣ୍ଡ ଧରି ବହିବ ପବନ, ଏ ଦ୍ୱାଦଶ ସୂର୍ଯ୍ୟର ତେଜ ହେବ 13 ଦିନ। ଏଇ 2026 ମସିହାରେ ଆଜ୍ଞା ବହିବ ବିଷାକ୍ତ ବାତ, ନାଶ ହେବେ ନର। ଏବଂ 49 ମୂର୍ତ୍ତି ଧରି ବହିବ ପବନ, ଦ୍ୱାଦଶ ସୂର୍ଯ୍ୟର ତେଜ ହେବ 13 ଦିନ। 12ଟା ସୂର୍ଯ୍ୟର କିରଣ ପଡ଼ିବ। ଆପଣମାନେ ଗୋଟାଏ ସୂର୍ଯ୍ୟର କିରଣ ବର୍ତ୍ତମାନ ସମ୍ଭାଳି ପାରୁନାହାନ୍ତି, ଦେହମୁଣ୍ଡ ଜଳି ପଡ଼ିଯାଉଛି। ସେ 12ଟା ସୂର୍ଯ୍ୟର କିରଣ ପଡ଼ିବ ଏଇ 2026 ମସିହାରେ, ସେତେବେଳେ ଆପଣ କେମିତି ସମ୍ଭାଳିବେ? ତେଣୁ ଆପଣମାନେ ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ। ଏଇ 2026 ମସିହାରେ ଏମିତି ଗରମ ହେବ, ଆହୁରି ମଧ୍ୟ ଅନ୍ୟ ପ୍ରକାର ବିପଦ ବି ଅଛି ଆପଣମାନଙ୍କ ପାଇଁ। ଅକାଳ ବଜ୍ରପାତରେ ପ୍ରାଣୀ ନାଶ ଯିବ, ନାହିଁ ନଥିବ ତ କାହିଁ ଶବଦ ଶୁଭିବ। ଆପଣଙ୍କର ଆଷାଢ଼ ଶ୍ରାବଣ ମାସ ବର୍ଷା ଋତୁ, ଏ ସମୟରେ ବଜ୍ରପାତ ହୁଏ। କିନ୍ତୁ ବର୍ଷା ଋତୁରେ ବଜ୍ରପାତ ହେବନି,
ଅନ୍ୟ ଋତୁମାନଙ୍କରେ ବଜ୍ରପାତ ହେବ, ଏଥିରେ ବହୁତ ପ୍ରାଣୀ ମରିବେ ଆଜ୍ଞା। ଗଲା 2 ବର୍ଷ ଭିତରେ କେତେ ପ୍ରାଣୀ ବଜ୍ରପାତ ମରିଥିବେ ଆପଣ ଜାଣିଥିବେ, ପେପର ପଢ଼ିଥିବେ, ଟିଭି ବି ଦେଖୁଥିବେ। ଅକାଳ ବଜ୍ରପାତରେ ପ୍ରାଣୀ ନାଶ ଯିବ, ନାହିଁ ନଥିବ ତ କାହିଁ ଶବଦ ଶୁଭିବ। 24 ମସିହାରେ ବି ଥରେ ହେଇଛି ବଲାଙ୍ଗୀରରେ। ତେଣୁ ଅଚ୍ୟୁତଙ୍କର ବାଣୀ କେବେ ବ୍ୟର୍ଥ ହେବାର ନାହିଁ, ନିଶ୍ଚିତ ଭାବରେ ହେବ। କିନ୍ତୁ କିୟତାଂଶରେ ସେଗୁଡ଼ା ହେବ। ଭଗବାନ ଆପଣମାନଙ୍କର ଓଡ଼ିଶାରେ ଜନ୍ମଲାଭ କରିଛନ୍ତି, ସେ ଭାରତର ବହୁତ କଥା ବି କରିବେ। ସେ କ'ଣ କରିବେ ଆଜ୍ଞା? ଏ ଯେଉଁ ସୃଷ୍ଟିରେ ବିଭ୍ରାଟ ଘୋଟି ଗଲାଣି ଭାଇ, ବେଳ କାଳ ଜାଣି ଶିହରି ଜନ୍ମ ଥିବେଟି ହୋଇ। ଏ ସୃଷ୍ଟିରେ ଯେଉଁ ପ୍ରକାର ବିଭ୍ରାଟ ବର୍ତ୍ତମାନ ଘଟିଗଲାଣି, ଏ ବିଭ୍ରାଟକୁ ନଷ୍ଟ କରିବା ପାଇଁ ଆପଣଙ୍କର ଶ୍ରୀହରି ଜନ୍ମ ହୋଇସାରିଛନ୍ତି। ଅଭିରାମ ପରମହଂସ କହିଲେ ବେଳ କାଳ ଜାଣି ଶ୍ରୀହରି ଜନ୍ମ ଥିବେଟି ହୋଇ। ସେ ଜନ୍ମ ହୋଇସାରିଲେଣି ବର୍ତ୍ତମାନ। ଏ 6 ମହାଦେଶ ବିବାଦ ମୀମାଂସା କରିଦେବେ, ଗୁପ୍ତ ସନାତନ ଧର୍ମ ବିଧି ମତେ ସ୍ଥାପିବେ। ଯେଉଁ 6ଟି ମହାଦେଶ ଆପଣଙ୍କର, ଏ 6ଟି ମହାଦେଶରେ ଯେଉଁ ବର୍ତ୍ତମାନ 7ଟା ମହାଦେଶ ତ ଆଜ୍ଞା, କିନ୍ତୁ 6ଟା ମହାଦେଶ ଭିତରେ ବିବାଦ ଲାଗିବ। ଏ ବର୍ତ୍ତମାନ ବି ବିବାଦ ଲାଗିଗଲାଣି 6ଟା ମହାଦେଶ ମଧ୍ୟରେ। କିନ୍ତୁ ସେ ଅଭିରାମ ପରମହଂସ କହିଲେ ଯେ 6 ମହାଦେଶ ବିବାଦ ମୀମାଂସା କରିଦେବେ, ଗୁପ୍ତ ସନାତନ ଧର୍ମ ବିଧି ମତେ ସ୍ଥାପିବେ। ଏ ହରିଙ୍କ ଆଦେଶେ ଚଳିବେ ସମଗ୍ର ବିଶ୍ୱଯାକ, ମନ୍ତ୍ର ଶକ୍ତି କି ଚଳାଇବେ ପ୍ରଭୁ ଜଗୁନାୟକ। ଆପଣମାନଙ୍କର ଭାରତର ସେ ସମ୍ରାଟ ହେବେ, ସମଗ୍ର ବିଶ୍ୱଯାକ ସେ ଚଳାଇବେ। ମନ୍ତ୍ର ଶକ୍ତି କି ଚଳାଇବେ ପ୍ରଭୁ ଜଗୁନାୟକ, ହରିଙ୍କ ଆଜ୍ଞାରେ ଚଳିବେ ସମଗ୍ର ବିଶ୍ୱଯାକ। ତେଣୁ ଆପଣମାନେ ମନେ ରଖନ୍ତୁ, ଆପଣଙ୍କର ହାଡ଼ିଦାସ ଲେଖିଲେ 28 ଅଙ୍କେ ହରି ଶ୍ଵେତ ସୋପରେ ବିଜୟ କରି, କଇଁ ଫୁଲ ରାଜା ଅନନ୍ତ କେଶରୀ। 2028 ମସିହାରେ ଆପଣଙ୍କର ଗଣତନ୍ତ୍ର ଲୋପ ହୋଇଯାଇଥିବ। ଆପଣଙ୍କର ରାଜା ହେଇଥିବେ ଦିଲ୍ଲୀ ସିଂହାସନରେ। କିଏ ବସିଥିବେ ଆଜ୍ଞା? ଅନନ୍ତ କେଶରୀ ବସିଥିବେ। ଅନନ୍ତ କିଶୋର ଦେବ ଭୂପତି ପରେ ଚକ୍ରବର୍ତ୍ତୀ ହେବ, କଇଁ ଫୁଲ ବିବାଦୀ ଜଣେ ନଥିବ। ଅନନ୍ତ କିଶୋର ଦେବ ଭୂପତି ପରେ ଚକ୍ରବର୍ତ୍ତୀ ହେବ, ବିବାଦୀ ଜଣେ ନଥିବ। ସେ କିନ୍ତୁ ଇଲେକ୍ସନରେ ଆଜ୍ଞା ଛିଡ଼ା ହେବେ। ଛିଡ଼ା ହେଇକି ସେ ଯେତେବେଳେ ଭାରତର ରଜା ହେଇଯିବେ, ଭାରତର ସେ ପ୍ରଧାନମନ୍ତ୍ରୀ ହେଇଯିବେ, ସେତେବେଳେ ସେ ଆଜ୍ଞା ଏ ଗଣତନ୍ତ୍ରକୁ ଭାଙ୍ଗିଦେବେ। ଭାଙ୍ଗି ଦେଇକିରି ଆଜ୍ଞା କ'ଣ କରିବେ? ରାଜତନ୍ତ୍ର ପୁଣି ପ୍ରତିଷ୍ଠା କରିବେ। ଅଭିରାମ ପରମହଂସ ଲେଖିଲେ ଅନନ୍ତ କିଶୋର ଜନମ ହୋଇବେ, ଶୁଭିଲାଣି କୋଳାହଳ, ଦିଲ୍ଲୀ ସିଂହାସନ ବଣ୍ଡନ କରିବେ, ନାମ ହେବ ମହିପାଳ। ତେବେ ଯାଇ 16 ମଣ୍ଡଳ ଭକତ ମାଧବ କରିବେ ଠୁଳ, କହେ ଅଭିରାମ ଭକ୍ତଙ୍କୁ ତାରିବେ, ନିଶ୍ଚୟ ଭକ୍ତ ବତ୍ସଳ। ଆପଣଙ୍କର ଅନନ୍ତ କିଶୋର ଦେବ ଦିଲ୍ଲୀ ସିଂହାସନକୁ ମଣ୍ଡନ କରିବେ, ତାଙ୍କ ଆଦେଶରେ ସମଗ୍ର ବିଶ୍ୱ ଯାକି ଚଳିବ। ସେତେବେଳେ ସମସ୍ତେ ସନାତନ ଧର୍ମକୁ ଗ୍ରହଣ କରିବେ। ତେଣୁ ଆପଣମାନେ ମନେ ରଖିଥାନ୍ତୁ, ଯେତେ ଧରିଥି ମନ ତୁହି ତାକୁ ଧର, ଏ ଧର୍ମକୁ ସବୁ କରମ ସମର୍ପଣ କର। ଏ ସିଦ୍ଧ ଗୁପ୍ତ ସନାତନ ଧର୍ମ ଏହି ଜାଣ, ଧରିଛନ୍ତି ସମସ୍ତଙ୍କୁ ସ୍ୱୟଂ ନାରାୟଣ। ସିଦ୍ଧ ଗୁପ୍ତ ସନାତନ ଧର୍ମ ଏହି ଜାଣ। ଧର୍ମ ଏକମାତ୍ର ପୃଥିବୀରେ ଆଜ୍ଞା ସନାତନ ଧର୍ମ। ଧର୍ମ କେମିତି ହେଇଛି? ଧ୍ରିୟତେ ଧର୍ମ ଇତ୍ୟାହୁଜ ସହ ଧର୍ମ। ଯିଏ ସମସ୍ତ ପ୍ରାଣୀକି ଧାରଣ କରିଛି ସିଏ ହେଉଛି ଧର୍ମ। ଆଜ୍ଞା ଆପଣମାନଙ୍କର ଜନ୍ଦା, ପିମ୍ପୁଡ଼ି, ଉଇ, ଗାଈ, ଗୋରୁ, ମଣିଷ, ବାଘ, ଭାଲୁ, ହାତୀ ସମସ୍ତଙ୍କୁ କିଏ ଧାରଣ କରିଛି? ପ୍ରାଣବାୟୁ। ପ୍ରାଣବାୟୁ ସମସ୍ତଙ୍କୁ ଧାରଣ କରିଛି। ତେଣୁ ଅଭିରାମ ପରମହଂସ କହିଲେ, ଯେ ତୋତେ ଧରିଛି ମନ ତୁହି ତାକୁ ଧର। ତୋତେ ଯେଉଁ ପ୍ରାଣବାୟୁ ଧାରଣ କରି ରଖିଛି, ସେ ପ୍ରାଣବାୟୁ ତ ଶରୀରରେ ଥିବାରୁ ତୁ ଛିଡ଼ା ହେଇପାରୁଛୁ, କଥା କହିପାରୁଛୁ, ଶୋଇପାରୁଛୁ, ବସିପାରୁଛୁ, ଖାଇପାରୁଛୁ।
ଯେତେବେଳେ ପ୍ରାଣବାୟୁ ତୋ ଦେହରୁ ଚାଲିଯିବ ତୁ କ'ଣ ଆଉ ଖାଇପାରିବୁ ନା ଶୋଇପାରିବୁ ନା ଛିଡ଼ା ହେଇପାରିବୁ? ଯେ ତୋତେ ଧରିଛି, ତୋତେ ପ୍ରାଣବାୟୁ ଧରିକି ରଖିଛି, ତୁ ହିଁ ତାକୁ ଧର। ସେ ପ୍ରାଣବାୟୁ କେମିତି ସୁଖରେ ବହୁତ ଦିନ ରହିବ, ଏ ଶରୀରଟାକୁ ସୁସ୍ଥ ରଖ। ଯେ ତୋତେ ଧରିଛି ମନ, ତୁ ହିଁ ତାକୁ ଧର। ଧର୍ମକୁ ସବୁ କର୍ମ ସମର୍ପଣ କର। ତୋତେ ଧରିଛି ଧର୍ମ, ଧ୍ରିୟତେ ଧର୍ମ ଇତ୍ୟାହୁ। ତୋତେ ଯିଏ ଧରିଛି ସିଏ ଧର୍ମ। ପ୍ରାଣ ବାୟୁ ହିଁ ଆଜ୍ଞା ଧର୍ମ। ତାର ଏକମାତ୍ର ନାଁ ହେଉଛି ସନାତନ। ଏ ପ୍ରାଣବାୟୁର ନାମ ହେଉଛି ସନାତନ। କେତେ ବ୍ରହ୍ମଜ୍ଞାନୀ ଲୋକ ଶିଖୁଛ ଆଜ୍ଞା, କେତେ ବାହ୍ୟଜ୍ଞାନ ବି ଶିଖୁଛ, ଜାଣିବା ଦରକାର ଧର୍ମ କ'ଣ ଆଜ୍ଞା। ତେଣୁ ଧିୟତେ ଧର୍ମ ଇତ୍ୟାହୁ ସ ଏବ ପରମ ପ୍ରଭୁ, ସଂସ୍କୃତ ସାହିତ୍ୟକୁ ପ୍ରମାଣ କଲା। ତେଣୁ ଆପଣଙ୍କର ଧର୍ମ ହେଉଛି ସନାତନ। ସମଗ୍ର ପୃଥିବୀବାସୀର ଧର୍ମ ବି ଆଜ୍ଞା ହେଉଛି ସନାତନ। ଯେତେବେଳେ ବୁଝିଯିବେ ବିଶ୍ୱବାସୀ ଜନ, ସକଳ ଜୀବନ କର୍ତ୍ତା ଏକେ ଭଗବାନ, ତେତେବେଳେ ଧର୍ମ ମାନ ମୀମାଂସା ହୋଇବ। ଏ ବିପ୍ଳବ ପ୍ଳବଗ ବିଶ୍ୱେ ରଡ଼ି ନ ଛାଡ଼ିବ। ଏ ଆଧୁନିକ ଅସ୍ତ୍ରମାନ ବିପଦଜନକ, ନିକ୍ଷେପ ହେଲେ ପଡ଼ିବ ସବୁ ଦେଶ ଯାକ। ଆଜିକାଲି ଯେଉଁ ପ୍ରକାର ପରମାଣୁ ବୋମା ହେଲାଣି, ଅନ୍ୟ ପ୍ରକାର ଅସ୍ତ୍ର ସବୁ ବାହାରିଲାଣି, ତାକୁ ଯଦି ନିକ୍ଷେପ କରାଯାଏ ତେବେ ସବୁ ଦେଶ ପଡ଼ିଯିବ, କେଉଁ ଦେଶ ରହିବ ନାହିଁ ଆଜ୍ଞା। ଆମେରିକା ଦେଶ ଭାଇ ମୂଳୁ ଧ୍ୱଂସ ଯିବ। ଏ ଗର୍ବରେ ଜଳିବ ଯେବେ ବିଶ୍ୱ ମୁଖ୍ୟ ହେବ। ଏ ଆମେରିକା ଦେଶ ଭାଇ ମୂଳୁ ଧ୍ୱଂସ ଯିବ, ଗର୍ବରେ ଜଳିବ ଯେବେ ବିଶ୍ୱ ମୁଖ୍ୟ ହେବ। ଆମେରିକା ଯେତେବେଳେ କହିବ ମୁଁ ବିଶ୍ୱରେ ମୁଖ୍ୟ, ମୋଠୁ ଆଉ କେହି ବଡ଼ ନାହାନ୍ତି, ସେତେବେଳେ କ'ଣ ହେବ? ସେ ଧ୍ୱଂସ ହୋଇଯିବ। ଏ କାହାରି ଗରବ ସହି ନ ପାରିବେ ଧାତା, ଏ ଉଡ଼ାଇ ଦେବେ ତାହାକୁ ବୁଡ଼ାଇବେ ମତା। ଆମେରିକାକୁ ଆଜ୍ଞା ପ୍ରଥମେ ଧ୍ୱଂସ କରିବେ ଭଗବାନ। ତାର ଆଜ୍ଞା ଆପଣମାନଙ୍କର କୃଷି ପ୍ରଧାନ ଦେଶ ହେଉଛି ବ୍ରାଜିଲ, ତାକୁ ଆଜ୍ଞା ଜଳରେ ବୁଡ଼େଇ ଦେବେ, ଦାନା ମିଳିବନି ଖାଇବା ପାଇଁ, ଉଡ଼ାଇ ଦେବେ ତାହାକୁ ବୁଡ଼ାଇବେ ମଥା, କାହାରି ଗରବ ସହି ନ ପାରିବେ ଧାତା। ଏମିତି ଆଜ୍ଞା ବହୁତ କଥା ଭଗବାନ କରିବେ। କିନ୍ତୁ ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ମାଳିକାରେ ଯେତେ ଧ୍ୱଂସ କଥା ଲେଖା ହେଇଛି ସେଥିରୁ ଯଦି ବର୍ତ୍ତିବାକୁ ଇଚ୍ଛା ଆପଣମାନେ କରନ୍ତି, ଆପଣମାନଙ୍କର 26 ମସିହାରେ ତ ଏଇ ଯେଉଁ ଆପଣ ଜାଣିବେ, ଏ ଯେଉଁ କଥାଟା ବର୍ଣ୍ଣନା କଲି 26 ମସିହାରେ ସେଗୁଡ଼ା ହେଇଯିବ। ପୁଣି 27 ଅଙ୍କରେ ଆଉ ଗୋଟେ ବଡ଼ ବିପଦ ଆଜ୍ଞା ଆପଣମାନଙ୍କ ମାଡ଼ି ଆସିବ। କ'ଣ ହେବ ନା 27 ଅଙ୍କେ ପୂର୍ବ ସମୁଦ୍ରରୁ ଲବଣ ଆସିବ ବାଡ଼ି, ଏ ଉତ୍ତରରୁ ଗଙ୍ଗା ଉଜାଣି ବହିବ ତହିଁ ସଙ୍ଗେ ଦେବ ଧାଡ଼ି। 2027 ମସିହାରେ ଆଜ୍ଞା ବଙ୍ଗୋପସାଗରରୁ ଜଳ ମାଡ଼ି ଆସିବ। କେମିତି ମାଡ଼ି ଆସିବ ନା ଶୁଣ ସୁଜ୍ଞଜନେ ଘନ ଘୋର ରଣେ ଅଥୟ ହେବ ଜଗତ, ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲନ୍ଦା ନକ୍ଷତ୍ର, ଲବଣ ଜଳେ ପଡ଼ିବ ଆଘାତରେ ତାର ପୃଥ୍ୱୀ 100 ଦୂର ଘୁଞ୍ଚିଯିବ। ଶୁଣ ସୁଜ୍ଞଜନେ ଘନ ଘୋର ରଣେ ଅଥୟ ହେବ ଜଗତ। ତୃତୀୟ ବିଶ୍ୱଯୁଦ୍ଧ ଚାଲିଥିବ ଏ 2026 ମସିହାରୁ 27 ମସିହା ନଭେମ୍ବର ମସିହା ପର୍ଯ୍ୟନ୍ତ। ଜଗତ ଅଥୟ ହେଉଥିବ ତୃତୀୟ ବିଶ୍ୱଯୁଦ୍ଧରେ। ସେଇ ତୃତୀୟ ବିଶ୍ୱଯୁଦ୍ଧ ଚାଲିଥିବ, ସେଇ ସମୟରେ କ'ଣ ହେବ ନା ଶୁଣ ସୁଜ୍ଞଜନେ ଘନ ଘୋର ରଣେ ଅଥୟ ହେବ ଜଗତ, ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲଞ୍ଜା ନକ୍ଷତ୍ର। ଗୋଟା ଲଞ୍ଜା ତାରାଟା ଆଜ୍ଞା ଖସି ପଡ଼ିବ, ନକ୍ଷତ୍ରଟା ଖସି ପଡ଼ିବ। ସୂର୍ଯ୍ୟ ଗୋଟିଏ ନକ୍ଷତ୍ର ଆଜ୍ଞା। ଆମର ଯେଉଁ ସୂର୍ଯ୍ୟ ଦେଖୁଛନ୍ତି ସେ ଗୋଟେ ନକ୍ଷତ୍ର, କିନ୍ତୁ ସିଏ ପୃଥିବୀର ହେଉଛି 2.5 ଗୁଣ। ଗୋଟିଏ ସୂର୍ଯ୍ୟ ଖସି ପଡ଼ିଲେ ଏମିତି 2.5ଟା ପୃଥିବୀ ଆଜ୍ଞା ଧ୍ୱଂସ ହୋଇଯିବ। ସୂର୍ଯ୍ୟ ଏତେ ବଡ଼ ଆୟତନ, ଆମକୁ ଦେଖାହେଉଛି ଛୋଟିଆଟିଏ, ବହୁତ ଦୂରରେ ଅଛି ବୋଧେ। ସେମିତି ତାଠୁ ଅତି ଛୋଟ ନକ୍ଷତ୍ରଟିଏ ଆଜ୍ଞା କେଉଁଠି ବଙ୍ଗୋପସାଗରରେ ପଡ଼ିବ। ଏଇ କଥାଟାକୁ ଆପଣମାନଙ୍କର କଣାସ ନିକଟସ୍ଥ ବେନୁପଡ଼ା ମଠ ମହନ୍ତ ଆର୍ତ୍ତଦାସ ଦାସ ଲେଖିଲେ। ଲଞ୍ଜା ନକ୍ଷତ୍ର ପଡ଼ିବ ଛିଡ଼ି, ସେ ଦକ୍ଷିଣ ସମୁଦ୍ରେ ପଡ଼ି, ଏ
ये पृथ्वी 8 कोश पड़ब बाड़ी सुजने देव पापी बेक कुमोड़ी से तो जल भाग नक्षत्रा पड़ो तेणु स्थल भागर 8 कोश माड़िकी पड़ो तेणु स्थल भागर 8 कोश भी ध्वंस हो समुद्रटा भी पहाड़ हो समुद्र जो पहाड़ हो कौन हम आज्ञा ना उन्मत्त सागर हेब बलियार ये खंडगिरी देखी जीव पर्वत प्राय ये समुद्र राजा लहड़ी घी आसब आज्ञा समुद्रटा पहाड़ हो से जल गुड़ाक भुवनेश्वर खंडगिरी पर्वतर पादश लगे जो माधव बाबा आश्रम अच्छी जो सुधराम भवन जहाँ को आपण मैंने कहते जो माँ मैंने आसिक आगे बसी जो फेरीगल से आसम पाददशे आज्ञा पानी लगे उन्मत्त सागर हेब बलियार खंडगिरी देखी जीव पर्वत पराय ए समुद्र राजा लहड़ी घेनी आसब जदि खंडगिरी पाददशे आज्ञा समुद्र कूल हम आपणकर बाणपुर रही बाणपुर ना बालुगाँ कौटा किए रहीपर नहीं आज्ञा गंजाम गजपति आपणकर ये खोर्धारू अधे नयगढ़ अधे पुरी जगतसिंहपुर भद्रक बालेश्वर केन्द्रापड़ा जाजपुर ये गुड़ाक सब बुड़ीज आज्ञा एपट तो पानी बिड़ खंडगिरी पर्यंत सेपटे बालेश्वर जाजपुर पट कौ जगह आसब ना बड़ चौणारू छतिया बट पुट जाए ये बाली चोर होइब ये कथा निश्चय चंडीगढ़ पाखे बड़ चणा से छतिया बट पुट पर्यंत बाली चोर हो समुद्र जल एत माड़ तेणु ओडार एगुड़ा सब नष्ट होदी आपण मैने चिंता करूँ टे अच्युतांजल पुओ लिखिले एगुड़ाक सब उन्मत्त सागर हेब बलियार खंडगिरी देखी जीव पर्वत पराय ए समुद्र राजा लहड़ी घेनी आसब भकत सकत होई बसी से बेनी पासे जल जीव श्रीराम तारक ब्रह्म एकाक्षर जेहू जन जानी जे भक्त से शक्त होकर बसी ताकू ये पानी किसी करिपरिबनी ता देहरे पानी भी स्पर्श करिपरिबनी आज्ञा अच्युतानंद कहले भकत सकत होई बसी ता बेनी पासे जल जीव श्रीराम तारक ब्रह्म एकाक्षर जेहू जन जानी आपण माने राम तारक ब्रह्म एकाक्षर मंत्र गोटे जप करंतु आपण माने निश्चय रक्षा पाइबे आपण मानकु ये तृतीय विश्वयुद्ध किसी क्षति करिपरिबो नाही कि आपणकर 27 मसीहार जो पानी बुड़ा आसब सी आपण किसी क्षति करिपरिबोनी भकत सकत होई बसी ता बेनी पासे जल जीव श्रीराम तारक ब्रह्म एकाक्षर जेहू जन जानी यार गोटा प्रमाण आज्ञा मु निजे उदाहरण स्वरूप हरिबंधु नायक गंजाम जिलार मु माधव बाबा संगात मा जाइथिलु पुरी समुद्र कूल को आपण मानकर बड़ पंडा को डाकी देखी नड़ियाटे कड़े धरिकी माधव बाबा संगात मा पशिले समुद्र जल भितर आज्ञा तांको देह माधव को देह को पानी स्पर्श कर पारला नहीं तांको साट ओदा हलानी तांको पाद ओदा हलानी से समुद्र आज्ञा 300 मीटर पर्यंत समुद्र गले सी तांको देह पानी लागलानी कहीं आज्ञा भकत सकत होई बसी बेनी पासे जल जीव श्रीराम तारक ब्रह्म एकाक्षर जेहू जन जानी तेणु आप राम तारक ब्रह्म एकाक्षर मंत्र को सदाबले आपन को खाया को समय मिलूँ शोया को समय मिलूँ गाधा को समय मिलूँ ये राम तारक ब्रह्म एकाक्षर सकाଳେ 5 मिनिट कि संध्या कि रात 5 मिनिट लगा जप करने को समय मिलूनी तेणु आप एति करूँ ये जिते बड़ विपद आसिले आपणकर विपद किसी ना तेणु भकत सकत हो बसी तेणु आपण मैंने भक्त हूँ मोर अध्या किसी कहबार ना मोर देह बहुत असुस्थ 83 वर्ष बयस है मु बहुत समय छिड़ा पारनी कि बसी पारनी तेणु समय थिले हयत देहटा टी सुस्थ थी मुझे आहरी अनेक कथा भी कही था एतिक अनुरोध करुच्ची
ଶେଷ ହେଲା ଲୀଳା ରାମ ହରି ହରି ଘୋଷ ପଦାର ବିନ୍ଦରେ ସଦା ଶରଣ ତୁ ପସ। ଭାଷଣ ଏତିକିରେ ମୁଁ ସମାପ୍ତ କରୁଛି।